ଗଳ୍ପ ସମ୍ପର୍କର ଅନ୍ତରାଳେ। ଗାଳ୍ପିକା ବିଶ୍ୱଭାରତୀ ପଟ୍ଟନାୟକ। ହଠାତ୍ କାହାର ଏକ ଉଚ୍ଚସ୍ୱରରେ କର୍କଶ ଭାବେ ଆକ୍ଷେପ କରୁଥିବା ଶୁଣି ଝରକା ପଟେ ପଡ଼ୋଶୀଙ୍କ ଘରକୁ ଅନେଇଲେ। ପଡ଼ୋଶିନୀ ଥିଲେ ଅତ୍ୟନ୍ତ ସରଳ, ନିରୀହା ତଥା ସାଧୁ ପ୍ରକୃତିର ମହିଳା। ଏହି ସ୍ୱରଟି ତ ତାଙ୍କର କେବେ ନୁହେଁ। ଭଲ ଭାବେ ନିରେଖି ଦେଖିବାରୁ ଜାଣିବାକୁ ପାଇଲେ ଏଇ ସ୍ୱର ଥିଲା ତାଙ୍କର ସାନ ଭାଇର। ବଡ଼ ଭଉଣୀ ପ୍ରତି ତାଙ୍କର ମନ୍ତବ୍ୟ ଥିଲା ଏହିପରି: "ମୋତେ କେତେ ବୟସ ହେଲାଣି ତୋତେ ଜଣା ନାହିଁ? ମୋତେ କ୍ରିଟିସାଇଜ୍ କରୁଛୁ? ମୁଁ କିଛି ଜାଣିନି, ତୁ ସବୁ ଜାଣିଛୁ। ତୋର କଲା କର୍ମର ଫଳ ଭୋଗୁଛୁ। ଏମିତି ଜୀବନସାରା କାନ୍ଦି କାନ୍ଦି ଆଖି ଲୁହ ପୋଛୁଥିବୁ। ସିଏ କିଏ ଆସିଥିଲା? କାହାକୁ ମୋ ବିଷୟରେ ଫେଣେଇ ହୋଇ କହୁଥିଲୁ? ନେ ତୋର ଏଇ ଟଙ୍କା କହି କିଛି ଟଙ୍କା ଫୋପାଡ଼ି ଦେଇ ଦୁମ୍ ଦୁମ୍ ପାଦରେ ବାହାରି ଚାଲିଗଲା ତାର ଭାଇ। କିଛି ସମୟ ଶୂନଶାନ୍ ନିରବିତ ମୁହୂର୍ତ୍ତ, ଆଉ ତା'ପରେ ଲହରେଇ ଲହରେଇ ବିକଳ ଭାବେ କାନ୍ଦିବାର ସ୍ୱର। ମନ ମୋର ବି କାନ୍ଦି ଉଠିଲା ଏପରି ଅବସ୍ଥା ଦେଖି ମୋ ପ୍ରିୟ ବାନ୍ଧବୀ ପଡ଼ୋଶିନୀର। ସାହସ ଜୁଟାଇ ପାରିଲିନି ପାଖକୁ ଯାଇ ଆଶ୍ୱାସନା ଦେବାପାଇଁ। ବେଶ୍ କିଛି ସମୟ ବିତିଗଲା। ତା'ପରେ ମୁଁ ମୋ ଘର କାମରେ ବ୍ୟସ୍ତ ରହିଲି। ଗୋଟିଏ ଅଗଣା ଆମ ଦୁହିଁଙ୍କର। ଭଡ଼ା ଘରେ ପାଖାପାଖି ରହୁଥିଲୁ ଆମେ ଦୁହେଁ। ସନ୍ଧ୍ୟାରେ ଗୋଟିଏ ଚଉରାମୂଳେ ଦୀପ ଜାଳୁ। ସେଦିନ ସନ୍ଧ୍ୟାରେ ଚୁପ୍ଚାପ୍ ଧୂପ ଦୀପ ଦେଇ ସେ ଚାଲି ଯାଇଥିଲେ। ସାବିତ୍ରୀର ପୂର୍ବଦିନ ତାଙ୍କ ସ୍ୱାମୀ, ପିଲା ଓ ମୋ ସ୍ୱାମୀ ପିଲା ଏକ ଭୋଜିରେ ବାହାରିଗଲେ। ଆମେ ଦୁଇଜଣ ଯାଇ ନ ଥିଲୁ, କାରଣ ତା' ପରଦିନ ସାବିତ୍ରୀ ବ୍ରତ ଥିବାରୁ। ଯେହେତୁ ଆମିଷ ଭୋଜି ଥିଲା। ମୁଁ ଏଇ ସମୟଟିକୁ ଯଥାର୍ଥ ଭାବି ବାନ୍ଧବୀ, ଯାହାର ନାମ ବିନ୍ଦୁ ଥିଲା, ତା' ଘରର କବାଟରେ ଆଘାତ କଲି। କବାଟ ଖୋଲିଲା। ଦେଖିଲି ଏବେ ବି ତା' ଗାଲରେ ଲୁହର ଦାଗ ସ୍ପଷ୍ଟ ବାରି ହୋଇ ପଡ଼ୁଥିଲା। ପାଖରେ ଯାଇ ବସି ତା'ର ପିଠି ଆଉଁସି ଦେଲି। ଆମେ ପରସ୍ପରର ଦୁଃଖ ସୁଖର ଭାଗିଥିଲୁ। ମୁଁ କଥା ଆରମ୍ଭ କଲି। ଘଟଣା ବିଷୟରେ ପଚାରିବା ଆଗରୁ ସେ କାନ୍ଦି କାନ୍ଦି ସବୁ ଘଟଣା କହି ଚାଲିଲା। "ବୁଝିଲ ବଉଳ, ମୁଁ ଆଉ ସେ ବଉଳ ବସିଥିଲୁ। ମୁଁ ଏତେ ହତଭାଗିନୀଟିଏ ଯେ ମୋର ପ୍ରାଣର ଭାଇ ମୋତେ ବୁଝି ନ ପାରି ଅନ୍ତରକୁ ବାଧିଲା ପରି ଏତେ ସବୁ କଥା କହିଗଲା। ମୋ ଭାଗ୍ୟ ତ ଛୋଟ, କ'ଣ କହିବି? ଅନ୍ତତଃ ତୁମକୁ ସବୁ କହିଦେଲେ ପରବର୍ତ୍ତୀ ସମୟରେ ଜିଇଁବାର ସାହସ ଜୁଟାଇ ପାରିବି। ମୁଁ ପଚାରିଲି, ତୁମ ଘରକୁ ତୁମ ଭାଇ ଆସିବା ସମୟରେ କିଏ ଆସିଥିଲେ? ସେ କହିଲା, "କଥା କ'ଣ କି ବଉଳ, ମୋ ସାନ ଭାଇର ଆସିବା ଆଗରୁ ଜଣେ ଦୂର ସମ୍ପର୍କୀୟ ଭାଉଜ ଆମ ଘରକୁ ଆସିଥିଲେ। ମୁଁ ମୋର ଭାଇ ସହିତ ତାଙ୍କ ପରିଚୟ କରାଇଲି। ତା'ପରେ ଅନେକ କଥା ଗପସପ ପରେ ମୁଁ କିଛିଟା ଛୁଆବେଳର କଥା ମୋ ଭାଇର ଭାଉଜଙ୍କ ଆଗରେ ଅତି ଖୁସିରେ ବଖାଣିଲି। ଉଦ୍ଦେଶ୍ୟ ଥିଲା, ଆଜିର ଏଇ ଭାଇ ମୋର ଛୁଆବେଳେ କିପରି ବୋକା ଓ ସରଳ ଥିଲା, ବାସ୍ ଏଇ ପରିପ୍ରେକ୍ଷୀରେ ଏକ ଘଟଣା କହିଥିଲି। ଯେତେବେଳେ ବାବୁନି, ଭାଇର ନାମ ବାବୁନି ଥିଲା, ମାତ୍ର 5 ବର୍ଷ, ସେ ଏକ ଖିଅର ହେବାକୁ ଥିବା ବ୍ଲେଡ଼୍କୁ ଡିବିରି ଆଲୁଅରେ ତତାଇ ଏହା ଗରମ ହୋଇଛି କି ନାହିଁ ପରୀକ୍ଷା କରିବାକୁ ନିଜ ଓଠରେ ଲଗାଇ ଦେଇଥିଲା, ଯାହା ଫଳରେ ଓଠଟି ଲାଲ ପଡ଼ି ଫୋଟକା ହୋଇଯାଇଥିଲା। ଅନେକ ଘଟଣା ଭିତରେ ଏଇଟା ଗୋଟିଏ ଘଟଣା ଥିଲା। ଏଇ କଥାଟିରେ ଏତେ ଉତ୍ତ୍ୟକ୍ତ ହୋଇଯାଇଥିଲା ଯେ ବାବୁନି ସାବିତ୍ରୀ ପାଇଁ ଆଣିଥିବା ଟଙ୍କାକୁ ଫୋପାଡ଼ି ଘରୁ ପଳାଇ ଯାଇ ଘରେ ଥିବା ମୋର ଆଉ ଜଣେ ଭାଇକୁ ମୁଁ ତାକୁ ଅପମାନ ଦେଇ ଏଇସବୁ କଥା କହି ଅନ୍ୟ ଆଗରେ ଲାଞ୍ଛିତ କରିଛି ବୋଲି ଅଭିଯୋଗ କରିଥିଲା। ବୁଝିଲ ନା ବଉଳ, ଏଇ ସନ୍ଧ୍ୟା ପୂର୍ବରୁ ସେଇ ସାନ ଭାଇ ଫୋନରେ କହିଲା, ତୁ କେମିତି ଅନ୍ୟ ଆଗରେ ଘରକୁ ଯାଇଥିବା ନିଜ ଭାଇକୁ ଅପମାନ ଦେଲୁ। ମୁଁ ଆଉ କ'ଣ କହିବି ବଉଳ, କେବଳ କାନ୍ଦିଲି। ଆଉ କହିଲି, ମୋର ଭୁଲ ହୋଇଗଲା ଏପରି ଯଦି କହିଛି। ମୁଁ କଥା ବଢ଼ାଇବାକୁ ଚାହୁଁ ନ ଥିଲି ବଉଳ, ସେଥିପାଇଁ ଭୁଲ ମାଗି ଫୋନ୍ କାଟିଦେଲି। ସତରେ ବଉଳ,
ଭାଇ ହୋଇ ଯଦି ଭଉଣୀର ମନୋଭାବକୁ ଜାଣି ନ ପାରିଲା, ତାର ସାଧାରଣ ଅର୍ଥର କଥାକୁ ଅନର୍ଥ କରି ଦୋଷ ଲଦିଦେଲା, କାହାକୁ କହିବି ଏଇ କଥା? କେବଳ ସର୍ବଶକ୍ତିମାନ ଅନ୍ତର୍ଯ୍ୟାମୀ ଈଶ୍ୱର ହିଁ ଜାଣନ୍ତି ମୋର ମନୋଭାବ ମୋ ଦୁଇ ଭାଇଙ୍କ ପ୍ରତି କ'ଣ। ଏହା କହି ପୁଣି କାନ୍ଦିବାକୁ ଲାଗିଲା ବିନ୍ଦୁ। ମୁଁ ତାକୁ ପ୍ରବୋଧନା ଦେଇ ବୁଝାଇଲି, ବେଳେବେଳେ ଏମିତି ସବୁ ଭୁଲ ବୁଝାମଣା ହୁଏ। ଆମେ ମଣିଷ, ଆମେ ଭୁଲ କରିବା ସ୍ୱାଭାବିକ। ସେସବୁ କଥା ମନରୁ ପାସୋରି ଦିଅ। ତମେ ତ ଜାଣିଛ ତମେ କେତେ ପରିମାଣରେ ଠିକ୍ ବୋଲି। ଏଇ କଥା ତାକୁ ବୁଝାଇବା ବେଳେ ମୋ ମନରେ କୌଣସି ଏକ କୋଣରେ ବୁକୁଫଟା କୋହ ଉଠିବାରୁ ମୁଁ ଚୁପଚାପ ଚାଲି ଆସିଲି ନିଜ ରୁମକୁ। ମୋର ଅବସ୍ଥା ଯେ ତା ଅବସ୍ଥାଠୁ କାହିଁ କେତେ ଗୁଣ ଅଧିକା ଥିଲା, ମାନେ ମୋ ଉପରେ ଘଟିଯାଇଥିବା ଘଟଣା ମୋ ସାନ ଭାଇ ଦ୍ୱାରା। ଏ କଥା ମୋର ପ୍ରିୟ ବାନ୍ଧବୀକୁ କହିବାକୁ ଠିକ୍ ମଣି ନଥିଲି ସେଦିନ। ଅତୀତର କଥା ଗୋଟି ଗୋଟି ହୋଇ ମାନସପଟରେ ଚିତ୍ରିତ ହେଉଥିଲା ମୋର। ଆମ ତିନି ଭାଇ ଭଉଣୀଙ୍କ ମଧ୍ୟରେ ମୁଁ ଅତ୍ୟନ୍ତ ପ୍ରିୟ ଥିଲି ବାପାଙ୍କର। ଏଥିରେ ଈର୍ଷାଳୁ ସଦାସର୍ବଦା ସାନ ଭାଇ ରହୁଥିଲା। ଏମିତି ଥରେ ଭାଇ ଭଉଣୀର ଯୁକ୍ତିତର୍କ କଳିର ଆକାର ନେଇଥିଲା। ଏଥିରେ ସାନ ଭାଇ ଏତେ ରାଗିଥିଲା ଯେ ମୁଁ ବଡ଼ ହେଲେ ମଧ୍ୟ ଲୁହା ଛଡ଼ରେ ମୋ ଗାଲକୁ ଆଘାତ ଦେଇ ଖଣ୍ଡିଆ କରିଦେଇଥିଲା। ୟାକୁ ଅନ୍ୟ ପଡ଼ୋଶୀଙ୍କୁ ଲୁଚାଇବାକୁ ଯାଇ ଜ୍ୱର ହେବାର ବାହାନା କରି ମୁଁ ଘରୁ ବାହାରକୁ 15 ଦିନ ପର୍ଯ୍ୟନ୍ତ ବାହାରି ପାରି ନଥିଲି। ସବୁଠୁ ମିଛ ଆକ୍ଷେପ ଥିଲା ଏଇ ଘଟଣାଟି। ପ୍ରାଇମେରୀ ସ୍କୁଲର ଶିକ୍ଷକମାନଙ୍କ ଛୁଆ ତାଙ୍କ ନିଜ ଚାକିରିରେ ନିଜ ଛୁଆଙ୍କୁ ରଖିପାରୁଥିଲେ। ସେ ସାନ ଭାଇର ଯୋଗ୍ୟତା ଥିବାରୁ ତାର ଆପେ ଆପେ ହୋଇଯିବ, ଯେହେତୁ ସେ ସିଟି ଟ୍ରେନ୍ଡ ଥିଲା। କାହିଁକି ବାପାଙ୍କର ବେକାର 5 ବର୍ଷ ଆଗରୁ ଚାକିରି ଛଡ଼ା ହେବ କହି ବାପାଙ୍କୁ ବହୁ କହିବା ସତ୍ତ୍ୱେ ତାଙ୍କ ଚାକିରିରେ ରହିନଥିଲା। ପରେ କିନ୍ତୁ ଆକ୍ଷେପ କରି ବଡ଼ ଭଉଣୀକୁ କହିଥିଲା, ତୁ ହେଉଛୁ ମୋ ପାଇଁ ଅଭିଶାପ। ତୋରି ଯୋଗୁଁ ମୋ ବାପାଙ୍କ ଚାକିରିରେ ରହିଲି ନାହିଁ। ତମେ ଭଉଣୀମାନେ କାଳେ କହିଥାନ୍ତ, ଆମ ବାପାଙ୍କ ଚାକିରିରେ ରହିଛୁ, ଆମକୁ ଏଇଟା ଦେ ସେଇଟା ଦେ। ନିଜ ମନର ଇଗୋ ଯୋଗୁଁ ଭୁଲ କଲା, ସୁଯୋଗ ହାତଛଡ଼ା କଲା, କିନ୍ତୁ ଦୋଷ ଦେଲା ଭଉଣୀମାନଙ୍କର। କେତେ ଅନ୍ତରକୁ ମୋର ବାନ୍ଧିଥିଲା ଏଇ କଥା। ଏବେ ବି ଭାବିଲେ ଆଖିରୁ ଲୁହ ଗଡ଼ି ଆସେ। ତଳ ଉପର ଭାଇ ଭଉଣୀ କଳି କରନ୍ତି, କେବେ କ'ଣ କିଏ କାହାର ଅମଙ୍ଗଳ ଚିନ୍ତା କରିପାରିବେ? ଏସବୁ ହେଲା ଦୁର୍ବଳ ମାନସିକତାର ପ୍ରମାଣ, ଆଉ ବିକାରଗ୍ରସ୍ତ ବିରାଟ ଭୁଲ ବୁଝାମଣାର ପରିଣତି। ବିନ୍ଦୁର ଲୁହ ବନ୍ଦ ହୋଇଥିଲା ସିନା, କିନ୍ତୁ ମୋର ଅସରା ଲୁହର ବର୍ଷା ହୋଇ ଚାଲିଥିଲା ଅତୀତକୁ ଭାବି ଭାବି। ଧନ୍ୟବାଦ।